ଅମ୍ବାନୀଙ୍କ ବିବାହ ଉତ୍ସବରେ ଯୋଗଦେଲେନି ବିରାଟ ଓ ଅନୁଷ୍କା। ସରିଛି ଭାରତର ଦାମୀ ବାହାଘର। ଭାରତର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ରାଧିକାଙ୍କ ସହ ଶେଷ ହୋଇଯାଇଛି। ଏହି ବ୍ୟୟବହୁଳ ବିବାହଘରରେ ଯୋଗ ଦେଇଥିଲେ ବଡ଼ ବଡ଼ ବ୍ୟକ୍ତିବିଶେଷ। ସେଲିବ୍ରିଟି ଠାରୁ ଆରମ୍ଭ କରି ବହୁ ଧନୀଶାଳୀ ବ୍ୟକ୍ତି ଏବଂ ରାଜନେତା, ତାଙ୍କଠାରୁ ଆରମ୍ଭ କରି ଖେଳାଳିମାନେ ମଧ୍ୟ ଯୋଗ ଦେଇଥିଲେ। କିନ୍ତୁ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଓ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ତାଙ୍କର କୌଣସି କାର୍ଯ୍ୟକ୍ରମରେ ନଜର ଆସିନଥିଲେ। କୁହାଯାଉଛି ଦୁହେଁ ଏବେ ନିଜ ପିଲାମାନଙ୍କ ସହ ଲଣ୍ଡନରେ ଥିବା ବେଳେ କୌଣସି ପାର୍ଟିରେ ଯୋଗ ନଦେଇ ବିଭିନ୍ନ କୀର୍ତ୍ତନ କାର୍ଯ୍ୟକ୍ରମକୁ ଯାଉଥିବା ଦେଖାଯାଉଛି। ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ଟି20 ୱାର୍ଲ୍ଡକପ୍ ଜିତିବା ପରେ ଦେଶବାସୀଙ୍କ ସହ ଖୁସି ପାଳନ କରି ଲଣ୍ଡନ ଚାଲିଯାଇଥିଲେ। ଅମ୍ବାନୀ ପରିବାରରେ ବିବାହ ଥିବାରୁ ଦୁହେଁ ଭାରତ ଫେରିବେ ବୋଲି ଆଶା କରାଯାଉଥିଲା। ହେଲେ ଦୁହେଁ ଭାରତ ନଫେରି ଲଣ୍ଡନରେ ବିଭିନ୍ନ କୀର୍ତ୍ତନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୂର୍ବରୁ ଦୁହେଁ ଇସ୍କନ ମନ୍ଦିର ଯାଇ କୀର୍ତ୍ତନରେ ଯୋଗ ଦେଇଥିବାର ଭିଡିଓ ଭାଇରାଲ ହୋଇଥିଲା। ଏବେ ଦୁହେଁ ପୁଣି ଏକ କୀର୍ତ୍ତନ କାର୍ଯ୍ୟକ୍ରମକୁ ଯାଇଥିବା ଦେଖାଯାଇଛି। ରବିବାର ଅନୁଷ୍କା ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କୃଷ୍ଣ ଦାସଙ୍କୁ ଟ୍ୟାଗ କରିଥିବା ଦେଖାଯାଇଛି। ଭିଡିଓରେ ଦୁହେଁ ହସିବା ସହ ତାଳି ମାରୁଥିଲେ। ବ୍ୟୁରୋ ରିପୋର୍ଟ।